ମାଲକାନଗିରି 326 ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଡ୍ରାଇଭର ଗୁରୁତର। ମାଲକାନଗିରି ସଦର ଉପଖଣ୍ଡ ବନ୍ଧଗୁଡ଼ା ନିକଟରେ ଦୁର୍ଘଟନା ହେଲା କୃଷି ଅଧିକାରୀଙ୍କ ଗାଡ଼ି। ଓଏସଆରଟିସିର ଭଞ୍ଜନଗରରୁ କାଲିମେଳା ଆସୁଥିବା ବସ୍ ସହ ଧକ୍କା ହେଲା ଅଧିକାରୀଙ୍କ କାର। ଦୁର୍ଘଟଣାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ତାଙ୍କ ଡ୍ରାଇଭର ଈଶ୍ୱର ଭୂମିଆ ଗୁରୁତର ଆହତ ହୋଇଛନ୍ତି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ ମାଥିଲି ବ୍ଲକର ଧୁଙ୍ଗିଆପୁଟ ପଞ୍ଚାୟତରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ଯୋଗ ଦେବାକୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ବସ୍ରେ ବସିଥିବା କର୍ମଚାରୀ ଓ ଯାତ୍ରୀଙ୍କ କୌଣସି କ୍ଷତି ହୋଇନଥିବା ବେଳେ ଦୁଇ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳେ 7ଟା ପାଖାପାଖି ଆମର ସିଡିଏ ଆମର ଚିଫ୍ ଡିଷ୍ଟ୍ରିକ୍ଟ ଏଗ୍ରିକଲଚର ଅଫିସରଙ୍କ ଗାଡ଼ି ଆକ୍ସିଡେଣ୍ଟ ହେଇଥିଲା। ସେ ଯେତେବେଳେ ଯାଉଥିଲେ ଗ୍ରିଭେନ୍ସକୁ ବାଟରେ ଆକ୍ସିଡେଣ୍ଟ ହେଲା ପରେ ଦୁଇ ଜଣ ଆସିଥିଲେ। ସେ ନିଜେ ଅଫିସର ଆସିଥିଲେ ଆଉ ତାଙ୍କ ଡ୍ରାଇଭର ଟିକେ ବେଶୀ ମାଡ଼ ହେଇଛି। ତାର ସବୁ ଆମେ ସିଟି ସ୍କାନ୍ ଆଉ ଏକ୍ସରେ କଲା ପରେ ଜାଣିଲୁ ତାର ସ୍କାପୁଲା ଫ୍ରାକ୍ଚର ଅଛି, ଚେଷ୍ଟ ଟିକେ ମାଡ଼ ଅଛି। ଆଉ ସାରଙ୍କର ବେଶୀ କିଛି ହେଇନି, ତାଙ୍କର ଜଷ୍ଟ ସୁପ୍ରା ଅର୍ବିଟାଲ ରିଜନର ଟିକେ ମାଡ଼ ହେଇଛି। ଆଉ ଦୁଇ ଜଣ ଷ୍ଟେବୁଲ୍ ଅଛନ୍ତି। ବାକି ଏଇ ଯେ ଡ୍ରାଇଭରଟା ଟିକେ ଯେଉଁ ମାଡ଼ ହେଇଛି ତାକୁ ଆମେ ସବୁ ଟୋଟାଲ ସବୁ ଇନଭେଷ୍ଟିଗେସନ୍ କଲା ପରେ ତାର ଫାଇନାଲ ଟ୍ରିଟମେଣ୍ଟ ଯାହା ହେବ ଆମେ କରିବା ଚେଷ୍ଟା କରିବୁ। ସାର୍ ଆସିନାହାନ୍ତି ରାଉଣ୍ଡର ସାର୍ लेफ्ट साइड गोटे बैक आसूला सर टर्निंग पाखे ओभरटेक करा मुझे मिरर मुझे देखी काटुची ना कौन तार मिरर देखी मोर साइड देखला बस पड़ा लोक अदृश्य ना बैक वाला